ମୁଁ କ'ଣ କରେ ନାହିଁ। ଏଭଳି ବାକ୍ୟ କ'ଣ ସବୁ ହେଇପାରେ? ଉଦାହରଣ ସ୍ୱରୂପ, ମୁଁ କ'ଣ ଖାଏ ନାହିଁ, ମୁଁ କ'ଣ ପିଏ ନାହିଁ, ମୁଁ କ'ଣ ପଢ଼େ ନାହିଁ। ଏଇଭଳି ବାକ୍ୟ କେମିତି କହିବା ଆସ ଶିଖିବା। ଇଂରାଜୀରେ ତାକୁ କେମିତି କୁହନ୍ତି? ଚାଲ ଗୋଟେ ଉଦାହରଣ ନେବା। ମୁଁ କ'ଣ ଖାଏ ନାହିଁ। ଦେଖ, ଏହି ବାକ୍ୟରେ ତିନିଟା ଶବ୍ଦ ଅଛି ବା ତିନିଟା ଖଣ୍ଡ ଅଛି। କହିବା ଆମେ ମୁଁ ଗୋଟେ ଖଣ୍ଡ, ଦ୍ୱିତୀୟ ଖଣ୍ଡଟି ହେଲା କ'ଣ, ତୃତୀୟ ଖଣ୍ଡଟି ହେଲା ଖାଏ ନାହିଁ। ତ ମୁଁକୁ ଇଂରାଜୀରେ କୁହନ୍ତି ଆଇ, ଆଉ ଖାଇବା ପାଇଁ ଆମେ ଇଟ୍ ବ୍ୟବହାର କରନ୍ତି। କିନ୍ତୁ ମୁଁ ଖାଏ ନାହିଁ, କ'ଣ ଖାଏ ନାହିଁ ଯଦି କହିବା, କ'ଣର ଇଂରାଜୀ ହ୍ୱାଟ୍ ଜାଣିଛନ୍ତି, ତ ତାକୁ ଆଗେ ଲେଖିଦେବା, ତାପରେ ଡୋଣ୍ଟ ଲେଖିବା। ଡୋଣ୍ଟ କିମ୍ବା ଡଜ୍ ନଟ୍, ଏଇ ଦୁଇଟି ଶବ୍ଦ ବ୍ୟବହାର କରାଯାଏ ଏଇଭଳି ବାକ୍ୟ କହିବା ପାଇଁ। ଯଦି କର୍ତ୍ତା ଆଇ, ୟୁ କିମ୍ବା ବହୁବଚନ ହେଇଥିବ ତାହେଲେ ଡୋଣ୍ଟ ବ୍ୟବହାର କରାଯିବ। ଯଦି କର୍ତ୍ତା ଆଇ ହେଇନଥିବ, ୟୁ ହେଇନଥିବ କିମ୍ବା ବହୁବଚନ ହେଇନଥିବ ତାହେଲେ ଆମେ ଏଠି ଡଜ୍ ନଟ୍ ବ୍ୟବହାର କରିଥାନ୍ତେ। ତ ଯେହେତୁ କର୍ତ୍ତାଟି ଆଇ ଅଛି ତେଣୁ ହ୍ୱାଟ୍ ପରେ ଆମେ ଡୋଣ୍ଟ ବସେଇବା, ତାପରେ କର୍ତ୍ତା ବସେଇବା ଆଇ, ତାପରେ କ୍ରିୟା ଇଟ୍ ଯାହା ଅଛି ତାକୁ ବସେଇବା। ତ ସେହି ହିସାବରେ ବାକ୍ୟ ହେଇଯିବ କ'ଣ ନା ହ୍ୱାଟ୍ ଡୋଣ୍ଟ ଆଇ ଇଟ୍। ମୁଁ କ'ଣ ଖାଏ ନାହିଁ ର ଇଂରାଜୀ ହେବ ହ୍ୱାଟ୍ ଡୋଣ୍ଟ ଆଇ ଇଟ୍। ମୁଁ କ'ଣ ଖାଏ ନାହିଁ, ହ୍ୱାଟ୍ ଡୋଣ୍ଟ ଆଇ ଇଟ୍। ମୁଁ କ'ଣ ପଢ଼େ ନାହିଁ, ସେମିତି କହିପାରିବା ହ୍ୱାଟ୍ ଡୋଣ୍ଟ ଆଇ ରିଡ୍। ମୁଁ କ'ଣ ଖେଳେ ନାହିଁ, ଆମେ କହିପାରିବା ହ୍ୱାଟ୍ ଡୋଣ୍ଟ ଆଇ ପ୍ଲେ। ତ ଏହି ଢାଞ୍ଚାରେ ଏଇଭଳି ବାକ୍ୟ ଗୁଡ଼ିକ ଆମେ ଇଂରାଜୀରେ କହିପାରିବା।